ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ବିଷୟ ବିଷୟରେ ମୁଁ ଆପଣଙ୍କୁ କହିବାକୁ ଯିବି ସେଇଟା ଜ୍ୟୋତିଷ ନୁହେଁ, ସେଇଟା ମୋ ନିଜର କିଛି ଅଲୌକିକ ଅନୁଭୂତି। ମୁଁ ଅନ୍ଧବିଶ୍ୱାସକୁ ପ୍ରମୋଟ କରୁନି, ଯାହା ମୁଁ ନିଜେ ଅଙ୍ଗେ ନିଭେଇଛି, ଯେଉଁଟାକି ମୋତେ ନିଜକୁ ଚମତ୍କାର ଲାଗିଲା, ଆପଣଙ୍କୁ ବି ଚମତ୍କାର ଲାଗିବ। କିନ୍ତୁ ହେଉଛି କେମିତି ହେଉଛି କ'ଣ ମୁଁ ଜାଣିନି, ବଟ୍ ଅଲୌକିକ ଜିନିଷ ଅଛି। ଯେମିତି କୁହାଯାଏ ଯେ ନିଜେ ନ ମଲେ ଆପଣ ସ୍ୱର୍ଗ ଦେଖିବେ ନାହିଁ। ମୁଁ ବି କାଲି ଥିବି କି ନଥିବି, ତେଣୁ ମୁଁ ଭାବିଲି ଅନୁଭୂତିଟା ମୁଁ କହିଦେଇଥାଏ, ଅନ୍ତତଃ ପକ୍ଷେ ଲୋକ ଜାଣି ରଖିଥାନ୍ତୁ। ପୁନଶ୍ଚ କହି ରଖୁଛି, କୌଣସି ଅନ୍ଧବିଶ୍ୱାସକୁ ମୁଁ ପ୍ରମୋଟ କରୁନି, ନିଜର ଅଭିଜ୍ଞତା ଆପଣଙ୍କ ଆଗରେ ପ୍ରକାଶ କରୁଛି। ଥରେ ମୁଁ ଏମିତି ସନ୍ଧ୍ୟାବେଳେ ସାଧନା କରେ। ସାଧନା କରିବାର ଘଣ୍ଟେ 2 ଘଣ୍ଟା ପର୍ଯ୍ୟନ୍ତ ମୁଁ କଥାବାର୍ତ୍ତା କରେ ନାହିଁ। ମୁଁ ସେମିତି କରିକି କଥାବାର୍ତ୍ତା ନ କରିବା ସିଚୁଏସନରେ ବସିଛି। ମୋର ଗୋଟେ ଗ୍ୟାରେଜରେ ସେ ମୋର ଗାଡ଼ି ସଜାଡ଼େ। ସେ ପିଲାଟି ମୋତେ ଫୋନ୍ କଲା, ମୁଁ ଉଠେଇଲି ନାହିଁ। କାରଣ 2 ଘଣ୍ଟା ପର୍ଯ୍ୟନ୍ତ ଯଦି ମୁଁ 7ଟା 7:30 କି 8ଟା ବେଳେ ମୁଁ ସାଧନା କରିକି ଉଠିଲି, ତାହେଲେ ମୁଁ ସେ 9ଟା ଯାଏଁ କଥାବାର୍ତ୍ତା କରିବିନି। ସେ ମୋତେ ଫୋନ୍ କରୁଛି ସନ୍ଧ୍ୟାବେଳେ, ମୁଁ ତାକୁ ଉଠଉନି। ତାପରେ ସେ ଗୋଟେ ଭଏସ୍ ମେସେଜ୍ କଲା। ମୁଁ ସେ ଭଏସ୍ ମେସେଜଟାକୁ ଶୁଣିଲି, କିଛି କ୍ଲିଅରଲି ବୁଝିପାରିଲି ନାହିଁ ସେ କ'ଣ କହିବାକୁ ଚାହୁଁଥିଲା, କାରଣ ଭଏସ୍ ଏତେ କ୍ଲିଅର ନଥିଲା। ମୋତେ ଗୋଟେ କେତେ ଲାଗିଲା ଯେ ହି ଇଜ୍ ଇନ୍ ପ୍ରୋବ୍ଲେମ୍, କ'ଣ ଗୋଟେ ଅସୁବିଧାରେ ଅଛି ସେ। ମୁଁ କହିଲି ଠିକ୍ ଅଛି, ଆଉ ଅଧଘଣ୍ଟା ପରେ ମୁଁ ତାକୁ ମେସେଜ୍ କରିବି। ମୁଁ ଖାଲି ନମଃ ଶିବାୟ କହି କଲ୍ୟାଣ ମସ୍ତୁ କହି ତାକୁ ମେସେଜଟା କରି ରଖିଦେଲି। ଯେହେତୁ ସେ ବହୁତ ଅସୁବିଧାରେ ଅଛି, ତାକୁ ମୁଁ ରିପ୍ଲାଏ କଲି। ସେଇଠୁ ସେଇଦିନ କିମ୍ବା ତା ପରଦିନ, ସେଦିନ ବୋଧେ ମୁଁ ତାକୁ ଫୋନ୍ ଲଗେଇଲି, ଲାଗିଲାନି, କିମ୍ବା ତା ପରଦିନ ବୋଧେ ସେ ମୋତେ ଫୋନ୍ କରିକି ମୋତେ ବହୁତ ଧନ୍ୟବାଦ ଦେଉଛି। କହିଲି କ'ଣ ହେଲା ନା ସାର୍, ମୁଁ ଯେତେବେଳେ କାଲି ଆପଣଙ୍କୁ ଫୋନ୍ କରିଥିଲି, ମୋର କିଛି ପଇସା ଦରକାର ଥିଲା। ଲୋକମାନେ ଜାଣିଛନ୍ତି ଯେ ମୁଁ ଏକାଙ୍ଗୀ ଲୋକ, ତେଣୁ ସାର୍ଙ୍କର ଯେହେତୁ ସଂସାର ନାହିଁ, ତେଣୁ ସାର୍ଙ୍କୁ ପଇସା ମାଗିଲେ ସାର୍ ଦେଇଦେବେ। କିନ୍ତୁ ମୁଁ ତା ଭଏସ୍ ମେସେଜଟା ଜାଣିପାରିଲି ନାହିଁ। କିନ୍ତୁ ସେ ଯେତେବେଳେ ତା ଝିଅଟି ଅପରେସନ୍ ହେବାକୁ ଯାଇଛି, ଡକ୍ଟର କହିଦେଇଛନ୍ତି ଅପରେସନ୍ ହେବ, ଅଲରେଡ଼ି ଷ୍ଟ୍ରେଚରରେ, ସେହି ସମୟରେ ସେ ମୋତେ ମେସେଜ୍ ପଠାଇଛି। ମୁଁ ତାକୁ ଏଇ ମେସେଜଟି ପଠାଇଛି। ତାପରେ ଯେତେବେଳେ ସେ ମେସେଜଟି ପହଞ୍ଚିଛି, ସେ ସାର୍ କ'ଣ ଓମ୍ ନମଃ ଶିବାୟ କଲ୍ୟାଣ ମସ୍ତୁ, ଠିକ୍ ତା'ର 2-3 ମିନିଟ୍ ପରେ ଆଉ ଜଣେ ଡକ୍ଟର ଆସି ତା ପାଖରେ ପହଞ୍ଚୁଛନ୍ତି। ସେ ପୁରା କାନ୍ଦୁଣି ମାନ୍ଦୁଣି ଅବସ୍ଥା। ସେ ତା ଝିଅକୁ ଦେଖି କହିଲେ ଯେ ତୋର ଅପରେସନ୍ ଆଉ ଦରକାର ନାହିଁ, ଏବଂ ସେ କ୍ରେଡ଼ିଟ୍ଟା ମୋତେ ଦେଲା, ଯଦିଓ ମୁଁ ନେଉନି। ସେ କହୁଛି ନାଇଁ ସାର୍, ଆପଣ ମୋତେ ସେ ମେସେଜରେ ସେଇଟା ଆଶୀର୍ବାଦ କରିଦେଲେ ଯେ ମୋର କିଛି ହେଇଗଲା। ଏଇଟା ମୁଁ ଗୋଟେ ଅଲୌକିକ ଜିନିଷରେ ନେଉନାହିଁ, କିନ୍ତୁ ଏମିତି ହେଇଛି। ଥରେ ନୁହେଁ, 2 ଥର ବି ଏମିତି ମୋ ସହିତ ହେଇଛି, ଆଉ ଥରେ ବି ସେମିତି ହେଇଛି। ମୁଁ ତାକୁ ବଖାଣିବାକୁ ଚାହୁଁନି, କିନ୍ତୁ ଏବେ ମୁଁ ମୋ ଅଭିଜ୍ଞତା ଉପରକୁ ଆସୁଛି, ଯେଉଁଟା ମୁଁ ନିଜେ ଅଙ୍ଗେ ନିଭେଇଛି। ମୁଁ ଡେଲି ଏମିତି ତ ବହୁତ ଅଛି ଅଭିଜ୍ଞତା କହିବାକୁ ଗଲେ, କିନ୍ତୁ ଗୋଟେ 2ଟା ଅଭିଜ୍ଞତା ଯେଉଁଟା ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଛି, ମୋତେ ଇମ୍ପସିବୁଲ୍ ଲାଗିଛି, ମୁଁ କହୁଛି। ମୁଁ ଏମିତି ରୁଦ୍ରାଭିଷେକ ସାରି, ଆପଣମାନେ ଜାଣନ୍ତି ମୁଁ ଘରେ ଲିଙ୍ଗ ପୂଜା କରେ। ଯଦିଓ ମୁଁ ଜାତିରେ ଖଣ୍ଡାୟତ ବା କ୍ଷତ୍ରିୟ, ତ ଲିଙ୍ଗ ପୂଜାରେ କିଛି ବାରଣ ନାହିଁ। ଜନ୍ମ ଜାତି ଅନୁସାରେ, କର୍ମ ଜାତି ନୁହେଁ। କର୍ମ ଜାତି ଅନୁସାରେ ହୁଏତ ମୁଁ ବି ବ୍ରାହ୍ମଣ ହେଇଗଲି। ତ
ମୁଁ ଲିଙ୍ଗ ଅଭିଷେକ ସାରି ଏମିତି ଯାଇ ଖାଇଲି। ଦିନକୁ ମୁଁ ଗୋଟେ ବକ୍ତ ମିଲ୍ ଖାଏ, ତା ଛଡ଼ା ଖାଏ ନାହିଁ। ମୁଁ ଖାଉଛି, ହଠାତ୍ କ'ଣ ହେଲା ନା ମୁଁ ଖାଇପାରିଲି ନାହିଁ। ମୋ ତଣ୍ଟିରେ ଖାଦ୍ୟ ଗଳିଲା ନାହିଁ। କହିଲି ଠିକ୍ ଅଛି, ଟିକେ ପାଣି ପିଇଦେବା। ପାଣି ବି ପିଇପାରିଲି ନାହିଁ। କହିଲେ ଆରେ ହଠାତ୍ ଏମିତି କ'ଣ ହେଲା? ସେ ଗୋଟେ ମା' ଅଛନ୍ତି, ମା' କହିଲେ ଆରେ ରୁଟି ତ ଖାଇସାରିଲେ, ଭାତ ଖା। ମୁଁ କହିଲି ମା' ଭାତ ଖାଇପାରିବି ନାହିଁ, ପାଣି ତ ପିଇ ପାରୁନି। ମା' ଡରିଗଲେ। ମୁଁ ବି ଅଧିକ କିଛି ମା'ଙ୍କୁ କହିଲିନି, କାରଣ ମୋ ପାଖରେ ତ କେହି ନାହାନ୍ତି, ଦେଇନେଇ ସେ ବୁଢ଼ୀ ମା'ଟି। ତେଣୁ କାଳେ ସେ ବ୍ୟସ୍ତ ହେବ, ମୁଁ କିଛି କହିଲିନି। ମୁଁ ଚୁପ୍କି ସେଠୁ ମୁଁ କହିଲି ଆରେ ପାଣି ଗ୍ଲାସ୍ଟେ ମୁଁ ପିଇ ପାରୁନି, ତଣ୍ଟି ଭିତରକୁ ଯାଉନି। ଏକ୍ଜାକ୍ଟଲି ମୋତେ ଲାଗୁଥାଏ ଯେମିତି ଏ ତଣ୍ଟି ପାଖରେ ମୋର ଗୋଟେ କିଛି କିଏ ମୋତେ ଗୋଟେ ବଟକଉଛି। ଯେ ଯେମିତି ଆପଣ ଦେଖିଥିବେ ପୌରାଣିକ ମାନେ ଖାଇବାରେ ସେ ଗୋଟେ ଲୋକ ହନୁମାନ ପଶିଗଲେ, ତାର ନିଶ୍ୱାସ ବନ୍ଦ କରିଦେଲେ, ଏମିତି ସବୁ ଯେଉଁ ଇচ্ছে ମୋର ସେଇଭଳିଆ ମୋତେ ଗୋଟେ କିଏ ଏଠି ଅଟକଉଛି ଯେ ତୁ ଖା ନା, ଆରେ ତୁ ଖାଇପାରିବୁ ନାହିଁ। ମୁଁ ସେଇଠୁ ଭାରି ଦୁଃଖରେ ପଳେଇ ଆସିଲି। ଜଷ୍ଟ ଅଳ୍ପ ଟିକେ ଖାଇଛି କି ନାହିଁ, ପାଟିରେ ଗଲାନି। ଏବଂ ପାଣି ବି ପିଇ ପାରୁନି, ଔଷଧ କେମିତି ଖାଇବି କହି ମୁଁ ଫେରୁଛି। ତଳେ ମୁଁ ଦେଖିଲା ବେଳକୁ ମୁଁ ପ୍ରତିଦିନ ଯେଉଁ ଶିବଙ୍କ ମହାଦେବଙ୍କ ଉଦ୍ଦେଶ୍ୟରେ ଯେଉଁ ଅର୍ଘ୍ୟ ପ୍ରଦାନ କରେ ବା ଯେଉଁ ଖାଇବାକୁ ଦିଏ, ସେଇଟା ମୁଁ ସେଦିନ ଦେବାକୁ ଭୁଲି ଯାଇଛି। ବହୁତ ଗୁଡ଼ିଏ କାମ ଥିଲା, ଭୁଲିବା କିଛି ଗୋଟେ ମାନେ ଉଚିତ ଜିନିଷ ଯଦିଓ ନୁହେଁ, ବହୁତ ଗୁଡ଼ିଏ କାମ ଥିଲା। ମୁଁ କିନ୍ତୁ ସେ ଅର୍ଘ୍ୟଟା ଦେବାକୁ ଭୁଲି ଯାଇଛି। ମୋର ସବୁଠୁ ହଠାତ୍ ମୁଣ୍ଡକୁ ଷ୍ଟ୍ରାଇକ୍ କଲା, ଆରେ ମୁଁ ତ ଏଠି ମହାଦେବଙ୍କୁ ଖାଦ୍ୟ ଅର୍ପଣ କରିନାହିଁ, ବହୁତ ହୁଏ ମୁଁ ସେଇଥିପାଇଁ ଖାଇପାରିଲି ନାହିଁ। ଆପଣମାନେ ବିଶ୍ୱାସ କରିବେ ନାହିଁ, ମୁଁ ସେ ଖାଦ୍ୟକୁ ନେଇ ଗଲି ଯେଉଁ ଜାଗାରେ ମୁଁ ମହାଦେବଙ୍କୁ ଖାଇବାକୁ ଦିଏ, ସେ ଜାଗାରେ ଖାଦ୍ୟ ଦେଲି ଏବଂ ପାଣି ବୁଲେଇକି ଆସିଛି କି ନାହିଁ, ଜଷ୍ଟ ସେଇଠୁ ବୁଲେଇକି ଜଷ୍ଟ ଆସିଛି 2-3 ସେକେଣ୍ଡ 4 ସେକେଣ୍ଡ ହେଇଥିବ, ସାଙ୍ଗେ ସାଙ୍ଗେ ମୋର ଖାଦ୍ୟ ନଳୀ ଓକେ ହେଇଗଲା। ମୁଁ ସବୁ ଟେଷ୍ଟ କରିବା ପାଇଁ ଟିକେ ପାଣି ପିଇଦେଲି ଆଗ। ମୁଁ କହିଲି ପାଣି ପିଇପାରୁଛି କି ନାହିଁ, ମାନେ ମୁଁ ଏମିତି ପାଣି ପିଇ ପାରୁନଥାଏ, ପାଣି ନଥାଏ ଆଉ ତଣ୍ଟି ଭିତରକୁ ଏଇଠୁ ଏଇ ଜାଗା ପାରାଲିସିସ୍ ଭଳିଆ ଥାଏ, ଆଉ କିଛି କରିପାରୁନଥାଏ। ମୁଁ ସବୁଠି ଛାତ ଉପରକୁ ଦୌଡ଼ିକି ଗଲି, ମୋର ତ ମାନେ ଉପର ଘରକୁ ଯେଉଁଠି ମା' ରୋଷେଇ କରି ମୋତେ ଖାଇବାକୁ ଦିଅନ୍ତି। ସେଠି ଯାଇକି ମୋ ମା'ଙ୍କୁ କହିଲି ମା' ମୁଁ ତ ଆଜି ଖାଇବାକୁ ଦେଇନଥିଲି ବୋଲି ମୁଁ ଖାଇପାରିଲି ନାହିଁ, ଦେଖିବା ଭାତ ଦେଲେ ମୁଁ ଖାଇପାରୁଛି କି ନାହିଁ। ଆପଣମାନେ ବିଶ୍ୱାସ କରିବେନି, ମୁଁ ଡେଲି ଯେତିକି ଭାତ ଖାଏ ତାଙ୍କ ପାଇଁ ଅଧିକ ଏବଂ ବହୁତ ଶୀଘ୍ର ଖାଇଦେଲି। ଏଇଟା କ'ଣ କହିବେ ଆପଣମାନେ? ଅନ୍ଧବିଶ୍ୱାସ? ମୋ ପାଇଁ ତ ନୁହଁ। ମୁଁ ତ ସିଧା କହିଲି ନା, କିଛି ଗୋଟେ ଅଲୌକିକ ଶକ୍ତି ଯିଏକି ମୋତେ ନିର୍ଦ୍ଦେଶ ଦେଉଛି ଯେ ଆଗେ ତୁ ତୋର କର୍ମଟା ସାରିଦେ। ତୁ ଯଦି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଖାଇବାକୁ ଦେଉଛୁ, ଯେଉଁ ଈଶ୍ୱର ତୋତେ ଖାଇବାକୁ ଦେଉଛନ୍ତି, ମୁଁ ତ ତାଙ୍କୁ କ'ଣ ଖାଇବାକୁ ଦେବି? କିନ୍ତୁ ଯେଉଁ ଅର୍ଘ୍ୟଟା ଯେଉଁ ଦେଉଛୁ ସେଇଟା ତୁ ପ୍ରଦାନ କରିଦେ, ତାପରେ ତୁ ଖା। ତୁ ତ କର୍ମଟାକୁ ଭୁଲ ନା ଟୁୱାର୍ଡସ୍ ମହାଦେବ। ମୁଁ ପୂଜା କରିଛି, ଅଭିଷେକ କରିଛି, କିନ୍ତୁ ଖାଇବାକୁ ଦେବାକୁ ଭୁଲି ଯାଇଛି ବୋଲି ମୁଁ ନିଜେ ଖାଇପାରିନି। ତାପରେ ମୁଁ ଗଲି ଏବଂ ବହୁତ ଭଲକି ଖାଇଲି, ଗୋଟିଏ ବି ଖାଇବା ରହିଲାନି, ସବୁ ଖାଇକି ଆସିଲି। ଇଏ କେଉଁ ପ୍ରକାର ଅଭିଜ୍ଞତା? ମୁଁ କୌଣସି ସିଦ୍ଧି କିମ୍ବା କୌଣସି ଉଦ୍ଦେଶ୍ୟରେ ମହାଦେବଙ୍କୁ ପୂଜା କରେ ନାହିଁ। କ'ଣ କରିବି ସିଦ୍ଧି ନେଇକି? ସେଇ ସିଦ୍ଧି ଅନ୍ୟ ଲୋକମାନଙ୍କ ଆଗରେ ଡେମନଷ୍ଟ୍ରେଟ୍ କରିକି ସେମାନଙ୍କଠାରୁ ପଇସା ଆଣିବି? ଯଦି ମୁଁ ମୋ କର୍ମ କରିବି, ମୋର ମୋକ୍ଷ ପାଇବାର କଥା ମୁଁ ପାଇବି, ନହେଲେ ଆଉ କିଛି ଜନ୍ମ ଏମିତି ଯିବ, କିନ୍ତୁ ସେଇଟା ଅଟୋମେଟିକ୍ ମୋ ଭିତରେ ଆସିଯାଉଛି। ଆଉ ଗୋଟେ ଘଟଣା ସେମିତି କହୁଛି। ଥରେ ମୋର ଗୋଟେ ଆଷ୍ଟ୍ରୋଲୋଜିର ସଫ୍ଟୱେୟାରରେ ଗୋଟେ କି ଅଛି, ସେଇଟା ହଠାତ୍ ହଜିଗଲା। ନର୍ମାଲି ମୋ ପାଖରେ ଜିନିଷ ହଜେନି, ନର୍ମାଲି ହଜେନି। ସବୁ ଜିନିଷ ହଜିବା ତ ଦୂର କଥା, କ୍ଷମା କରିବେ, ଲାଇଟ୍ ପଳେଇଗଲା। ଭୁବନେଶ୍ୱରରୁ ଟିକେ ଦୂର ଜାଗାରେ ରହୁଛି, ସେଥିପାଇଁ ଏଠୁ କରେଣ୍ଟ ଫ୍ଲକ୍ଚୁଏସନ୍ ଟିକେ ରହିଛି। ମୋର ନର୍ମାଲି କିଛି ଜିନିଷ ହଜେ ନାହିଁ। ଥରେ ସେ ଜାତକ ଦେଖିବାର ସଫ୍ଟୱେୟାର କିଟା ହଜିଗଲା। କହିଲେ ଆଜି ନହେଲେ କାଲି ମିଳିଯିବ, ପହରଦିନ କିନ୍ତୁ ମିଳିଲା ନାହିଁ। ତ ଲୋକଙ୍କ ଜାତକ କେମିତି ଦେଖିବି ମୁଁ ଟିକେ ସେ ବ୍ୟତିବ୍ୟସ୍ତ ଅବସ୍ଥାରେ ଦିନେ ଏମିତି ଶୋଇଛି। ଶୋଇକି ରାତିରେ ମୋତେ ସ୍ୱପ୍ନ ହେଲା ଯେ ଅମୁକ ଏଇ ଜାଗାରେ ତୋର ସେ କିଟା ଅଛି।
तू जो बस टेबुल बसीचु से टेबुल ठीक तले से कीटा अच्छे मत स्पष्ट देखा मुझे स्वप्न देखुची से जगह से कीटा पड़ी तापर दिन मुझे सका आसिली से जगह को मो हाथ भी गलई नहीं मुझे खाली गोड़ मारिदेली एमती मुझे कौन जानते सतरे थी बोली गोड़ मारिदेला बेलू आप विश्वास करेंगे नहीं कीटा से गोटे बाहरिक आसला की माने से गोटे पेन ड्राइव भाया जिनस आप भाव नि मत खुशी भी लगुता है प्रबल आश्चर्य भी लगुता है जे यहाँ केमिति हो गला आपड़ से सिगमंड फ्रॉइड कर इंटरप्रिटेशन ऑफ ड्रीम्स पढ़ु साइकोलॉजी अनुसार से कहे प्रिमोनिशन ये से कहीं केवे तो मत हुए ना प्रिमोनिशन जे कौन आसिक हवा को हम मु स्वप्न देखीदेवी आगुआ जापर मत के हुए ना ही तापर ना ही आगुरी होता आज समबडी क्लीयरली इंडिकेटेड से जिनटा से अच्छी तू आने ये सब कौन ये सब से अलौकिक शक्तिर आधार जी कि जहाँ सहित आप बहुत कनेक्ट हो जाती हे तो डेली एमती शिव पूजन द्वारा कि जहाँ से सेतुबंध को गुंडुची मसीहा भाया मुझे कि जाकजमच कि मो पूजा कि ऐसे करे ना जदि आवश्यकता भी ना खाली ईश्वर नुहे ईश्वर सत्ता से पशुटे हो मनुष्यटे हो से साहाय्य भी करे तो सब जिन घटला केमती मुझे आज सेमती अन्य इनसीडेंट्स अच्छी तो समय हो गला केमी घटला जो लोक मैंने आज अलौकिकता को मना कर जो विज्ञान दिंतु मानवी ना जमती अलौकिक शक्ति जो शक्तिटा कि आम मनुष्यर मुंड बाहर मुझे एत पाठशाठ पढ़ी जो जिनस को आज की 10-12 वर्ष मुझे विश्वास करूनी जमती किसी अलौकिक शक्ति से एस्ट्रोलोजी किंतु आजिका डेट्रे मुझे निजे ता भर पशिली पैसा खर्च कली पढ़ी मुझे 100% अच्छी तेणु सब जिन घटला किपर तेणु आपण मानक अनुरोध दैवी शक्ति बा अलौकिक शक्ति निश्चित मात्रा अच्छी सब स्थान अच्छी ताकू मनुष्य द्वारा सृष्टि करा जायथिबा विज्ञानर सेतिकी सामर्थ्य ना से जिन को प्रमाण करदेव जमती आपण जीवन में भी बहुत अनुभूति हो मुझे अलौकिका दैवी शक्तिता को आखिर नमस्कार जनाऊँगी निजर कृतज्ञता जनाऊँगी जो मानक जहाँ जो आमे मैंने बंची टिके फ्लक्चुएसन हो इच्छा बिना पत्र हलबनी इच्छा प्रलय टिके कौन है ना सार फनी आसला सुनामी आसला कौन एगुड़ा सब काल भैरव महाकाल सत्ता टिके सत्वर टिके कौन एपट सेपट हम सौरमंडल पूरा नष्ट हो सूर्य टिके झुलिकी रही बाड़ाबाड़ी हो सैले आम भर किए कौन टिके आम जानी विज्ञान बोली कही विज्ञान सत्ता को जो मना करूनी आप जातु किंतु जोटा विज्ञान लिमिटेशन अच्छी से मानतु जमती ना ये जिन द्वारा यहाँ हेनी गोटे छोट दौड़ी द्वारा आम गोटे बड़ पत्थर बांधि पारानी ताप से दौड़ी दरकार तो लिमिटेशंस टाक सब मानिले आपड़ से विषय आगे पारे कहबार उद्देश्य मत लोक भी आगुरी पचार ये कर सार सेमती आपंकर एक्सपीरियंस के छाड़ू स्पिरिचुअल एक्सपीरियंस निजर पर्सनाल अलग कि सब जिन कौन आप जो शक्ति सहित कनेक्टेड से केमती आप साइड बाय साइड रहीकि आपन को जिनस गाइड करुँच किसी जिनस करने को इनसिस्ट करुँच आप भूल कर अटकाऊँ ये जिनस को आप भोग करें जिते आप निजे से ईश्वरीय शक्ति आड़ को स्व इच्छा श्रद्धार सहित गमन करेंगे ना कि मो कथार विश्वास करने को कहूँ ना ही आउ कौन साधु महाराज कथार विश्वास करने को कहूँ जो ऐश्वरिक सत्ता आज आम मुझे भाया अलौकिक किसी एमती अभिज्ञता मुझे भविष्य में पाइबी भी आउ एमती भी बहुत अच्छी तो ताकू के मना करूँ निजे नमले जमती स्वर्ग देखी हुए ना से भाया ये जगत रे थिबा महाजागतिक शक्तिर सत्ता को केबे भी मना करी हेनी मुझे पर्सनाल
ଅଭିଜ୍ଞତା ଆପଣଙ୍କ ଆଗରେ ବ୍ୟାଖ୍ୟା କଲି। ହଉ, ପୁନଶ୍ଚ କହି ରଖୁଛି, କୌଣସି ପ୍ରକାର ଅନ୍ଧବିଶ୍ୱାସକୁ ମୁଁ ପ୍ରମୋଟ କରୁନି, ନିଜର ଅଭିଜ୍ଞତାକୁ ମୁଁ କହୁଛି। କାରଣ ଦୁଃଖର ବିଷୟ, ଆଜି କଳିଯୁଗରେ ନେଗେଟିଭଟାକୁ ବା ନକାରାତ୍ମକ ଜିନିଷଟାକୁ ଲୋକମାନେ ବେଶୀ ଧରନ୍ତି। ଯଦି କୌଣସି ସାଧୁ ଗୋଟେ କେଉଁଠି ଟିକେ ତାର ଜଣାପଡ଼ିଗଲା କେଳେଙ୍କାରୀ, ସେ ବହୁତ ହାଇଲାଇଟେଡ଼ ହେବ। କିନ୍ତୁ ଆଜି ସେ ଯେଉଁ କଷ୍ଟ କରିକି ଯେଉଁ ସେ ଷ୍ଟେଟ୍ରେ ପହଞ୍ଚିଛି, ଯେଉଁ ସମୟରେ ତା ପାଖକୁ ଖାଇବାକୁ ନଥିଲା, ଯେଉଁ ସମୟରେ ସେ ସାଧନା କରିଛି, କିଛି ନହେଲେ ସେ ଯଦି ଏତେ ଜଟ ବାନ୍ଧିଛନ୍ତି ଗୋଟେ ସାଧୁ, ସେତିକି ବଢ଼ିବାକୁ ଯଦି ତାଙ୍କୁ 10 ବର୍ଷ ଲାଗିଥିବ, ସେ ସମୟରେ କେଉଁ ମିଡ଼ିଆ ତାଙ୍କ ପାଖରେ ନଥିଲେ, ସେ ସମୟରେ ତାଙ୍କୁ ଗଭର୍ଣ୍ଣମେଣ୍ଟ ତାଙ୍କ ପାଖରେ ନଥିଲେ, କେଉଁ ଆଷ୍ଟ୍ରୋଲୋଜର ଯଦି ଆପଣଙ୍କୁ କେଉଁ ଠକିଦେଲେ, ଆପଣ ତାହା ଆଷ୍ଟ୍ରୋଲୋଜର ଠକି ଖାଇଗଲେ। କାହିଁକି ମୋ ଭଳିଆ ଗୋଟେ ଅନେଷ୍ଟ ଆଷ୍ଟ୍ରୋଲୋଜରମାନଙ୍କୁ ଆପଣ ପଇସା ଦେଉନାହାନ୍ତି? କାରଣ ସତଟା କଳିଯୁଗରେ ଟିକେ ଡିମୋଲେସ୍ ହେଇକି ରହିବ। ହଉ, ଆଜି ପାଇଁ ଏତିକି। ଯଦି ମହାଦେବ ଚାହାନ୍ତି ତାହେଲେ ଆଉ ଗୋଟେ ଭିଡ଼ିଓ ନେଇ ମୁଁ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ଉପସ୍ଥିତ ହେବି। ଆଜି ପାଇଁ ବିଦାୟ ଦିଅନ୍ତୁ। ଓମ୍ ନମଃ ଶିବାୟ।